ଲୋକପ୍ରତିନିଧି ହୋଇ ଲୋକଙ୍କ ସୁଖ ଦୁଃଖରେ ଯଦି ଠିଆ ନ ହେବ ତାହେଲେ ଲାଭ କ'ଣ? ଏମିତି ଜଣେ ଲୋକପ୍ରତିନିଧିଙ୍କ କଥା ଆମେ କହୁଛୁ, ତାହା କୌଣସି ବାହାର ରାଜ୍ୟର ନୁହଁ, ବରଂ ଆମ ଓଡ଼ିଶାର। ଏହା ଆମେ କହୁନାହୁଁ, ଏହି ଦୃଶ୍ୟ ଦେଖି ଆପଣମାନେ ଜାଣିପାରୁଥିବେ। ବିଧାୟକ ହେବ ତ ଏମିତି। ହଁ ଆଜ୍ଞା, ଆମେ କହୁଥିବା ଏହି ବିଧାୟକ ଜଣକ ହେଉଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଶୋଇ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ଗ୍ରାମ ନିକଟରେ ହୋଇଥିଲା ଏକ ବାଇକ୍ ଦୁର୍ଘଟଣା, ଯେଉଁଥିରେ ବିଭୂତିଆ ଗ୍ରାମର ବାବୁ ନାୟକ ଏବଂ ମନୁ ନାୟକ 2 ଜଣ ଥିଲେ। ଉଭୟ ବାବୁ ଏବଂ ମନୁ ବାଇକ୍ ଯୋଗେ ଲାଠିପଡ଼ାରୁ ନିଜ ଗ୍ରାମ ବିଭୂତିଆକୁ ଯାଉଥିବା ବେଳେ ଲାଠିପଡ଼ା ଗ୍ରାମ ନିକଟରେ ହୋଇଥିଲା ଏହି ଦୁର୍ଘଟଣା। ସେହି ରାସ୍ତାରେ ବିଧାୟକ ନୀଳମଣି ବିଶୋଇ ଯାଉଥିଲେ। ହଠାତ୍ ଦୁର୍ଘଟଣାରେ ଆହତ ହୋଇ ପଡ଼ିଥିବା 2 ଜଣଙ୍କୁ ଦେଖି ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ମେଡିକାଲ ନେଇଯାଇଥିଲେ। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ବାବୁ ନାୟକଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ଅନ୍ୟ ଜଣଙ୍କୁ ବରହମପୁର ମେଡିକାଲ ପଠାଇଥିଲେ। ତେବେ ଏପରି କାର୍ଯ୍ୟ କରି ସୋରଡ଼ା ବିଧାୟକ ଶ୍ରୀ ବିଶୋଇ ସବୁଠି ପ୍ରଶଂସା ସାଉଁଟିଛନ୍ତି। ଗଞ୍ଜାମରୁ ସୁଜିତ ପଣ୍ଡାଙ୍କ ରିପୋର୍ଟ, ସ୍ୱତନ୍ତ୍ର ନ୍ୟୁଜ୍।